ହେଉଛି ଛାଡ଼ ଖାଇବା ଭିଡ଼ିଓ। ମୋ ଭଏସ୍ ତ ଜାଣିପାରୁଥିବେ ମାନେ ଏବେ ମୋତେ ଥଣ୍ଡା ଜର ହେଇଛି, ତ ଏବେ ମୁଁ ଏଡ଼ିଟ୍ କରୁଛି। ଆଉ ଭିଡ଼ିଓଟିକୁ ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ। ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ମୋ ଝିଅ ଶୀତ କଲା ନା ବୋପା। ସେ ନେକି ପାରିବ କେମିତି? ସେ ଖାତା ହେଲେ ସେ ନେକିବ। ସେ ତଳେ ଥୋଇକି ନେକି ଚପଲ ଉଠା। ସେ ତଳୁ ନୂଆ ଚପଲ ଆଣିଛି କାଲି ମୋତେ କହିଲା। ମୁଁ କହିଲି ମୋ ପାଇଁ ଆଣିନି ନା ବୁଟ ଆଣିଛି। ମୁଁ କହିଲି ଗୁଡୁ ଗାଈ ଏଇ ଗୁଡୁ ଆନେଇଲା। ଦିଦି ସକାଳୁ ପାଠ ପଢା ଚାଲିଛି। କଣ ଦେଖୁଛୁ? ଖାତା ହେଲେ ଭଲ କି ନେକିବ। ଏ ବାଗ ବା କାଗଜରେ ସେ କଣ ତା ମା ଦେଇଛି ବା। ସବୁ କାମ ସରିଲା ପରେ ମୁଁ ଗାଧୋଇ ପାଧୋଇ ପଳେଇ ଆସିଲି। ଶୀତ ଗାଧୋଇଲେ ବି ନ ଗାଧୋଇଲା ପରି ଦେଖାଯାଉଛି। ତାପରେ ପଖାଳ ସହିତ ମାଛ ଭଜା ପେଟେ ଖାଇଦେଲି। ଯୋଉ ଆନନ୍ଦ। ଗୁଡୁ ଯିବୁ ତୁ? ଚାଲୁନୁ ମୁଁ ତତେ ସେଇପଟେ ଛାଡ଼ିଦେବି। ଚାଲେ। ହଁ ଚାଲେ। କଣ କରୁଛୁ? ସେ କଣ କରୁଛୁ? ଖରାବେଳେ ଭାତ ସହିତ ମାଛ ତରକାରୀ ଖାଇଦେଲୁ। ଯେହେତୁ ଛାଡ଼ ଖାଇଟେ ପେଟେ ବାଡ଼େଇ ଖାଇଦେଲି। ଆଉ ଆଇଁଷ ଯେହେତୁ ଛଡ଼ା ହେଇଛି। ସନ୍ଧ୍ୟା ହେଇଗଲାଣି। ସନ୍ଧ୍ୟା ଦେଇକି ମୁଁ ପଳେଇ ଆସିଥିଲି ଛାତ ଉପରକୁ ଏକ୍ସରସାଇଜ୍ କରିବାକୁ। ଆଉ ଆମର ଯେହେତୁ କାର୍ତ୍ତିକେଶ୍ୱର ପୂଜା ହେଉଥିଲା, ମୁଁ ଏଇଠି ଛାତ ଉପରେ ବସିକି ଦେଖୁଛି। ଠାକୁରଙ୍କୁ ଗାଡ଼ିରେ ନେଇ ସାରିଲେ ଭସାଣି ଷ୍ଟାର୍ଟ ହେବ। ଆଉ ଡିଜେ ଗାଡ଼ି ବି ପଳେଇ ଆସିଲେ। ଆଜି ପୁଅ ପିଲାଙ୍କର ପୁରା ବଢ଼ିଆ ପିଇବେ, ନାଚିବେ, ଖାଇବେ। ସେଇଟା ଏଇ ଯେଉଁ ପୂଜା ହୁଏ ଆମର ଏଇଠି ଯେ କିଛି ଘର ଅଛନ୍ତି ତାଙ୍କ ସେତିକି ଘର ଭିତରେ ହିଁ ହୁଏ। ତ ସେଥିପାଇଁ ମୁଁ ସବୁବେଳେ ଯାଏ ସକାଳେ ସନ୍ଧ୍ୟାରେ ଠାକୁରଙ୍କ ପାଖକୁ। ସେଇଠି କାର୍ତ୍ତିକେଶ୍ୱର ପୂଜା ହୁଏ। ଆଉ ଲାଇଟ୍ ଜଳୁଛି। ଡିଜେ ଗାଡ଼ି ଆସି ସାରିଲାଣି ବାଜୁଛି ଆଉ।